ରାଜବୀର ଅଂଶ ଆଉ ମଲ୍ଲିକାଙ୍କ ଫଟୋ ଦେଖି କହିବେ, ଅନେକ ବର୍ଷ ଧରି ଅପେକ୍ଷାର ନିଆଁରେ ମୁଁ ଜଳି ଆସିଛି ପରି। ଯେ ମୋ ପରି, ଯାହାକୁ ମୁଁ ମୋ ନିଶ୍ୱାସଠୁ ଅଧିକା ଭଲ ପାଉଥିଲି, ସେ ଫେରି ଆସିବେ। ମୁଁ ଜଳିବା ସାଙ୍ଗେ ସାଙ୍ଗେ ଆମ ପ୍ରେମର ସନ୍ତକ, ଆମ ପୁଅ ମାଆର ମମତା ପାଇଁ ଛଟପଟ ହେଇ ଜଳି ଆସୁଛି। ଆୟନ, ହଁ, ତମ ପୁଅ ଆୟନ। ଗୋଟେ ନିରୀହ ନିଷ୍କପଟ ସରଳ ଛୁଆ, ଯାହାକୁ ତମେ କେବେ ବି ଆପଣାର ଭାବିଲନି। ସେ ବିଚରା ପାଖରୁ ତମେ ତା ମାଆର ମମତା ଛଡ଼େଇ ନେଲ, କେବଳ ନିଜର ଲକ୍ଷ୍ୟ ଆଉ ନିଜର ଅୟେଶ ଆଉ ଆରାମରେ ରହିବା ପାଇଁ। ପୁଣି କହିବେ, ମୁଁ କେତେ ମୂର୍ଖ ଥିଲି ନା ପରୀ। ମୁଁ ଭାବିଥିଲି ଦିନେ ନା ଦିନେ ତମେ ତମ ଭୁଲ ବୁଝିକି ମୋ ପାଖକୁ ଫେରି ଆସିବ, ଆଉ ଧାଇଁ ଆସି ଆୟନକୁ ଜାବୁଡ଼ି ଧରିବ। ଆଉ ସେ ବିଚରା ଏତେ ଦିନର ଅଭିଯୋଗ ନେଇ ଯେ ବସିଛି, ତମକୁ ପାଇ ସବୁ ଭୁଲିଯିବ। କିନ୍ତୁ ନା, ତମେ ତ ଅଂଶ ପଟ୍ଟନାୟକକୁ ପାଇକି ଏତେ ଖୁସି ଥିଲ ଯେ ଥରେ ପଛକୁ ବୁଲି ଚାହିଁଲନି, ନା ମୋତେ ନା ଆୟନକୁ। ଆଉ ଫଟୋ ପାଖକୁ ଯାଇ ଫଟୋକୁ ଧରି କହିବେ, ତମେ ମୋତେ ଗୋଡ଼ରେ ଆଡ଼େଇ ଦେଲ। ଠିକ୍ ଅଛି, ସବୁ ସହିଗଲି ମୁଁ। କିନ୍ତୁ ଗୋଟେ ନିରୀହ ଛୁଆଠୁ ତା ବାପାର ଭଲ ପାଇବା ଆଉ ମାଆର ମମତା ମଝିରେ ଅଟକେଇକି ରଖିଛ ତମେ। ତମ ଦୁନିଆ ଖୁବ୍ ସୁନ୍ଦର ଭାବେ ସଜେଇ ଅଛି। କିନ୍ତୁ ମୋ ପୁଅ ସାରା ରାତି ମାମା ମାମା କହି କାନ୍ଦୁଛି। କହି ଆୟନ କହିଥିବା କଥା ମନେ ପକେଇବେ। ଆଉ କହିବେ, ଆଜି ପର୍ଯ୍ୟନ୍ତ ମୁଁ ତମକୁ ଅପେକ୍ଷା କରିଥିଲି, କାରଣ ମୁଁ ଭାବିଥିଲି ତମକୁ ଆମ ସ୍ମୃତି ଦିନେ ନା ଦିନେ ଛଟପଟ କରିବ, ଆଉ ତମ ଭିତରେ ଥିବା ମା ପଣିଆ ଜାଗି ଉଠିବ, ଆଉ ତମେ ଆୟନ ପାଖକୁ ଫେରି ଆସିବ। ନା ତମେ ଆସିଲ, ନା ତା ବିଷୟରେ କିଛି ଖବର ନେଲ। ଅଂଶ ପଟ୍ଟନାୟକର ପ୍ରତିଷ୍ଠା, ପ୍ରତିବାଦ ଆଉ ବୁନିୟାଦ ପାଖରେ ସବୁଦିନ ପାଇଁ ନିଜକୁ ହଜେଇ ଦେଲ। ପୁଣି କହିବେ, କିନ୍ତୁ ଏବେ ମୁଁ ତମ ପ୍ରେମରେ ଅନ୍ଧ ହେଇ ଯାଇଥିବା ସେ ପୁରୁଣା ଗରିବ ରାଜବୀର ହେଇକି ନାହିଁ, ଯାହାକୁ ତମେ ଅତି ସହଜରେ ଛାଡ଼ି ଦେଇଥିଲ। ଏବେ ମୁଁ ରାଜବୀର ଦାସ। ମୁଁ ଏବେ ସେଇ ଲୋକ, ଯାହାର ନାଁ, ଯାହାର ବ୍ୟାଙ୍କ ବାଲାନ୍ସ, ଆଉ ଯାହାର ପ୍ରଭାବରେ ଅଂଶ ଭଳିଆ ଲୋକଙ୍କୁ ଲାଇନରେ ଠିଆ କରିବା ପାଇଁ ବାଧ୍ୟ କରିଦେବ। ଆଉ ପୁଣି କହିବେ, ମୁଁ ତମକୁ ଅପେକ୍ଷା କଲିନି ପରୀ। ମୁଁ ମୋ ନିଜ ଭାଗ୍ୟ ନିଜ ହାତରେ ଲେଖିଲି। ମୋ ଜୀବନର ପ୍ରତ୍ୟେକଟି ଦିନ, ପ୍ରତ୍ୟେକଟି ରାତି, ମୋର ପ୍ରତ୍ୟେକଟି ନିଶ୍ୱାସ ମୁଁ ଖାସ୍ ସେଇ ଦିନ ପାଇଁ ବଞ୍ଚେଇକି ରଖିଛି। ତମେ ମୋ ପାଇଁ ମୋ ପରୀ ଥିଲ, କିନ୍ତୁ ଏବେ ମଲ୍ଲିକା, କେବଳ ମଲ୍ଲିକା। ତମେ ଏବେ କେବଳ ମୋର ପୁରୁଣା ପ୍ରେମିକା ନୁହେଁ, ମୋର ପ୍ରତିଶୋଧ ବି। ତ ଦର୍ଶକ ବନ୍ଧୁ, ରାଜବୀର କ'ଣ ମଲ୍ଲିକାଠୁ ପ୍ରତିଶୋଧ ନେଇପାରିବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।